ମୁଁ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। 10 ମିନିଟ୍ସ ମଡର୍ନ ହିଷ୍ଟ୍ରି ଚ୍ୟାଲେଞ୍ଜକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ 10 ମିନିଟ୍ରେ ଟୋଟାଲ ଆମର ଯେଉଁ ସୋସିଆଲ ଏଣ୍ଡ କଲଚରାଲ ଅପରାଇଜିଂ ମାନେ ଆମର 1857 ରିଭଲ୍ଟ ପରେ କଣ ସବୁ ସୋସିଆଲ ରିଫର୍ମ ସବୁ ଆସିଥିଲା, କିଏ ସବୁ କରିଥିଲେ, ତାର ଫାଉଣ୍ଡର କିଏ ଥିଲେ, କଣ ସବୁ ଚେଞ୍ଜ ହେଇଥିଲା ସେଗୁଡ଼ିକ ସାରିବା। ତେଣୁ ଆପଣ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଭିଡ଼ିଓଟି ଆପଣ ଫୁଲ୍ ଦେଖୁଛନ୍ତି ତାହେଲେ ଆପଣ ଜାଣିପାରିବେ ଭିଡ଼ିଓ ଦେଖିଲା ପରେ ଆପଣ କଣ ଲାଭ ହଉଛି। ଯେତେ ପ୍ରକାର ଏମସିକ୍ୟୁ ଫଣ୍ଡାମେଣ୍ଟାଲ ହଉ, ବେସିକ ହଉ, ଆପଣଙ୍କର ଯେତେ ହାଇ ଲେଭେଲ ଏମସିକ୍ୟୁ ଆପଣ ଯଦି এই ଭିଡ଼ିଓଟା ଫୁଲ୍ ଦେଖି ଦଉଛନ୍ତି ଆପଣଙ୍କୁ ପୁରା କ୍ଲିୟର ହେଇପାରିବ। ନୋଟ ବି ମୁଁ ଡେସ୍କ୍ରିପସନରେ ପ୍ରୋଭାଇଡ କରିଦେବି, ଆପଣ ଡାଉନଲୋଡ କରିପାରିବେ। ଆଉ ଟେଲିଗ୍ରାମରେ ଜଏନ୍ ହେଇଯାନ୍ତୁ। ଡେଲି ସକାଳୁ ଆମେ 15ଟି ମ୍ୟାଥମେଟିକ୍ସ ରିଜନିଂ ଏମିତି ଆପଣଙ୍କୁ ପିଡିଏଫ ପଠାଉଛି, ଆପଣ ପ୍ରାକ୍ଟିସ କରିପାରିବେ। ଆଉ ଏମିତି ଜିକେ କ୍ୱେଶ୍ଚନ ପଠାଉଛି। ତେଣୁ ଯିବା, ସମୟ ନଷ୍ଟ କରିବାନି, ଦେଖିବା କଣ ସବୁ ରହିଛି। ଫାର୍ଷ୍ଟ ଦେଖିବା କଣ ଅଛି ସୋସିଆଲ ରିଫର୍ମସ ର। ଫାର୍ଷ୍ଟ ହଉଛି କଣ ଆମର କଣ ସୋସିଆଲ ରିଫର୍ମସ ଫାର୍ଷ୍ଟ ପଢିବା, ତାପରେ କଲଚରାଲ, ତାପରେ ହଉଛି କଣ ଆମର ରିପ୍ରେସ କ୍ଲାସ ପାଇଁ କଣ ସବୁ ହେଇଥିଲା ଦେଖିବା। ଫାର୍ଷ୍ଟ ଦେଖିବା ଆମେ ସୋସିଆଲ ରିଫର୍ମସ ମାନେ ସାମାଜିକ କ୍ଷେତ୍ରରେ କଣ ସବୁ ଆସିଥିଲା। ଫାର୍ଷ୍ଟ ସୋସିଆଲ ଦେଖିବା କଣ, ଫାର୍ଷ୍ଟ ବ୍ରହ୍ମ ସମାଜ ହେଲା। ବ୍ରହ୍ମ ସମାଜ କାହା ଦ୍ୱାରା ଆସିଥିଲା ନା ରାଜା ରାମମୋହନ ରାୟ ଯିଏ ଫାଉଣ୍ଡର ଥିଲେ 1828 ମସିହାରେ ବ୍ରହ୍ମ ସମାଜର ସେ ସ୍ଥାପନା କରିଥିଲେ ହେଲା। ତେଣୁ ପ୍ରଥମେ ଯେତେବେଳେ ଯୋଉ ବ୍ରହ୍ମ ସମାଜଟା ତିଆରି ହେଇଥିଲା ତାର ନାଁଟା ବ୍ରହ୍ମ ସମାଜ ନଥିଲା, ଫାର୍ଷ୍ଟ ଥିଲା କଣ ବ୍ରହ୍ମ ସଭା ହେଲା। ବ୍ରହ୍ମ ସଭା ଥିଲା, ତାପରେ ଚେଞ୍ଜ ହେଇ ସେଟା ହେଲା କଣ ନା ବ୍ରହ୍ମ ସମାଜ। ତେଣୁ ଫାଉଣ୍ଡର କିଏ ଥିଲେ ରାଜା ରାମମୋହନ ରାୟ ହେଲା। ମନେ ରଖିବେ ବି ଆର, ଏମିତି ଯଦି ଆଗକୁ ଦି ତିନିଟା ପଢିବେ ସର୍ଟରେ ମନେ କଣ ବି ଆର ମାନେ ବ୍ରହ୍ମ ସମାଜର ଆର ହଉଛି କଣ ରାଜା ରାମମୋହନ ରାୟ ହେଲା। ତାପରେ କଣ ଅଛି ନା ଷ୍ଟାର୍ଟେଡ ଦ ଆତ୍ମସଭା 1815 ଇନ କୋଲକାତା। ବ୍ରହ୍ମ ସମାଜ କଲା ପରେ ସେ କଣ ଆପଣ ତିଆରି କରିଥିଲେ ନା ହଉଛି ତା ଆଗରୁ ମାନେ ବ୍ରହ୍ମ ସମାଜ ପୂର୍ବରୁ ସେ ତିଆରି କରିଥିଲେ କଣ ନା ଆତ୍ମୀୟ ସଭା କୋଉଠାରେ କୋଲକାତାରେ 1815। ଖାଲି ଆତ୍ମୀୟ ସଭା ତିଆରି କରି ମନେ ରଖିଥିବେ, କାରଣ ପଚାରି ପାରେ ରାଜା ରାମମୋହନ ରାୟ ବ୍ରହ୍ମ ସମାଜ ପୂର୍ବରୁ କୋଉ ସଭା ତିଆରି କରିଥିଲେ। କଣ ହବ ନା ଆତ୍ମୀୟ ସଭା କଲିକତାରେ। ସେ କଣ ସବୁ କାହାକୁ ସବୁ କ୍ରିଟିସାଇଜ କରିଥିଲେ ମାନେ ସୋସିଆଲି କଣ ସବୁ କାମ ପାଇଁ ସେ କ୍ରିଟିସାଇଜ କରିଥିଲେ ହଉଛି କଣ ସତୀ ପ୍ରଥା। ସତୀ ପ୍ରଥାରେ ଯୋଉ ଫିମେଲ ମାନଙ୍କୁ ମାରି ଦିଆଯାଉଥିଲା, ତେଣୁ ସେଗୁଡାକ ପାଇଁ ୱିଡୋ ରିମ୍ୟାରେଜ ପାଇଁ ସେ ସବୁ କଣ କରୁଥିଲେ ମାନେ ଯିଏ ବିଧବା ହେଇଥିଲା ଆଉ ଥରେ ମ୍ୟାରେଜ କରିପାରୁନଥିଲା, ତେଣୁ ତା ଜୀବନଟା ନଷ୍ଟ ହେଇଯାଉଥିଲା, ସେଥିପାଇଁ ସେ କ୍ରିଟିସାଇଜ କରୁଥିଲେ ଏଗୁଡାକୁ। ଏଷ୍ଟାବ୍ଲିଶ କରିଥିଲେ ଗୋଟେ କଲେଜ, ଏଟା ହଉଛି କଣ ବେଦାନ୍ତୁ କଲେଜ। ବେଦାନ୍ତୁ କଲେଜରେ ସେମିତି ଆମର ଏଷ୍ଟାବ୍ଲିଶ କରିଥିଲେ, ଯୋଉଠି କି ସେ କଣ ପଢଉଥିଲେ ନା ହଉଛି ସେଇ ବେଦାନ୍ତୁ କଲେଜରେ ହଉଛି ବୋଥ ଇଣ୍ଡିଆନ ଆଉ ୱେଷ୍ଟର୍ଣ୍ଣ ସୋସିଆଲ ଫିଜିକାଲ ସାଇନ୍ସ ଗୁଡାକ ଟୋଟାଲ ଭାବରେ ପଢା ହଉଥିଲା। ମାନେ ୱେଷ୍ଟର୍ଣ୍ଣ ଉପରେ ପୁରା ଫୁଲ ଉପରେ ପଢା ହଉଥିଲା, ଇଣ୍ଡିଆନ ଆଉ ଆମର କଣ ସାଇନ୍ସ ଉପରେ ବି ପଢା ହଉଥିଲା। ତାପରେ ହଉଛି କଣ ଅପୋଜ କରୁଥିଲେ କାହାକୁ ନା ସାଂସ୍କ୍ରିଟ ସିଷ୍ଟମକୁ ହେଲା। ମାନେ ସଂସ୍କୃତର ଆଗରୁ କଣ ଥିଲା ଯେ ସଂସ୍କୃତ ଯିଏ କହିବନି ବା ସଂସ୍କୃତ ବିଷୟରେ ପଢିବନି ତାକୁ ସେ କଣ କରୁଥିଲେ ମାନେ ଲୋକମାନଙ୍କୁ ଏମିତି ଅଲଗା ନଜରରେ ଦେଖୁଥିଲେ। ତେଣୁ ଇଏ କଣ କହୁଥିଲେ ଯେ ସଂସ୍କୃତ ସିଷ୍ଟମ ଟାକୁ ଆମେ ଏବଲିଶ କରିବା ଦରକାର, କାରଣ ସିଏ ଭାବୁଥିଲେ କଣ ଯେ କଣ୍ଟ୍ରି ଯଦି ଡାର୍କନେସ ମାନେ ଆମର ଶିକ୍ଷା ଯଦି ପଛୁଆ ହେଇଯାଉଛି କଣ ପାଇଁ, ସେ ସାଂସ୍କ୍ରିଟ ସିଷ୍ଟମ ପାଇଁ ହେଇଯାଉଛି। ତାଙ୍କର ଏଇ ପଏଣ୍ଟ ଅଫ ଭ୍ୟୁ ଥିଲା। ତାକୁ ଆଉ କଣ କୁହାଯାଏ, ସେ ଯୋଉ କାମ ଗୁଡାକ କରିଥିଲେ ଯେମିତିକି ହିନ୍ଦୁଇଜିମ୍ ଆଉ ଇଣ୍ଡିଆନ ରାଇଟ୍ସ ପାଇଁ ପାର୍ଟିସିପେଟ କରିଥିଲେ ବ୍ରିଟିଶ ଗଭର୍ଣ୍ଣମେଣ୍ଟରେ। ତେଣୁ ସେଇଥିପାଇଁ ତାଙ୍କୁ ଗୋଟେ ଟାଇଟଲ ଦିଆଯାଇଥିଲା କଣ ଦ ଫାଦର ଅଫ ଦ ଇଣ୍ଡିଆନ ରେନିଆନ ସେନ୍ସ ହେଲା। ଏଇ ଟାଇଟଲଟା ସେଇଥିପାଇଁ ଦିଆଯାଇଥିଲା, ମନେ ରଖିଥିବେ ଦ ଫାଦର ଅଫ ଇଣ୍ଡିଆନ ରେନିଆନ ସେନ୍ସ ହେଲା। ରେନ୍ସ ବେଳେ ପଚାରେ ଯେ କାହାକୁ କୁହାଯାଏ, ରାଜା ରାମମୋହନ ରାୟକୁ ହେଲା। ଆଉ ରାଜା ଟାଇଟଲଟା କଣ ପାଇଁ ଦିଆଯାଇଥିଲା, ତାଙ୍କ ନାଁ ଆକ୍ଚୁଆଲି ହଉଛି କଣ ନା ରାମମୋହନ ରାୟ ହେଲା। ରାମମୋହନ ରାୟକୁ ରାଜା ଟାଇଟଲ ଦେଇଥିଲେ କି ନା ଆକବର ଶାହ ଦ୍ୱିତୀୟ। ଆକବର ଶାହ ଦ୍ୱିତୀୟ କଣ କରୁଥିଲେ ନା ତାଙ୍କୁ ପଠେଇଥିଲେ କୋଉଠି ନା ୟୁକେ କୁ। ୟୁକେ କୁ କଣ ପାଇଁ ପଠେଇଥିଲେ, ଯୋଉ ସତୀ ପ୍ରଥା ହଉ ବା ୱିଡୋ ରିମ୍ୟାରେଜ ହଉ, ସେଇ ପାଇଁ ସେ କଣ କରିଥିଲେ ଜଣେ ଆମର କଣ କୁହନ୍ତି ଏ ଯୋଉ ଆମର ଏବେ ଯୋଉ ଅଛନ୍ତି ଆମ୍ବାସିଡର ସବୁ ପଠାନ୍ତି ସେଠି ଆଲୋଚନା କରିବା ପାଇଁ, ଆମ କଥା ରଖିବା ପାଇଁ। ତେଣୁ ସେ କହିଲେ ତମେ ଯଦି ସାଧାରଣ ଲୋକ ଭାବରେ ଯିବ ତମ କଥା କିଏ ଶୁଣିବେନି, ତେଣୁ ସେଥିପାଇଁ ତୁମକୁ ମୁଁ ରାଜା ଭାବରେ ପଠଉଛି। ତେଣୁ ତାଙ୍କୁ ଟାଇଟଲ ଦେଇଥିଲେ କଣ ନା ରାଜା, ରାଜା ରାମମୋହନ ରାୟ। 1830 ମସିହାରେ ସେ ୟୁକେ ଯାଇଥିଲେ, ସେଠି ଯୋଉ ପ୍ରାକ୍ଟିସ ଅଫ ସତୀ ତାରି ବିଷୟରେ ଆଲୋଚନା କରିବା ପାଇଁ ଲର୍ଡ ୱିଲିୟମ ବେଣ୍ଟିଙ୍କ ସହିତ। ତାପରେ ବେଣ୍ଟିଙ୍ଗ ଆସିଲେ, ଉଠେଇଥିଲେ ତାପରେ ହେଲା। 1928 ମସିହାରେ ସତୀପ୍ରଥା ଉଠାଇଥିଲେ, ତେଣୁ ସେଇଠି ଯାଇଥିଲେ ଯୋଉ ସେଇଥିପାଇଁ ଆକବର ଶାହ ଦ୍ୱିତୀୟ ବେଳେ ପଚାରେ ଯେ ତାଙ୍କୁ ରାଜାର ମାନ୍ୟତା କିଏ ଦେଇଥିଲେ ନା ଆକବର ଶାହ ଦ୍ୱିତୀୟ। କଣ ପାଇଁ ନା ସେଠି 1830 ମସିହାରେ ୟୁକେ ଯୋଉ ଯାଇଥିଲେ ସେଠି ରାଜା ଭାବରେ ସେ ନିଜକୁ କଣ କରୁଥିଲେ ନାମ ପ୍ରଦର୍ଶନ କରୁଥିଲେ। ତାପରେ ଗୋଟେ ବହି ଲେଖିଥିଲେ ସେ ପ୍ରାକ୍ଟିସ ଅଫ ଜିସୁସ ଆଉ ଏ ଗିଫ୍ଟ ଅଫ ମୋନୋସ୍ଥେସିସ୍ ହେଲା। ଏଇ ଦିଟା ବହି ଲେଖିଥିଲେ, ମନେ ରଖିଥିବେ ପ୍ରାକ୍ଟିସ ଅଫ ଜିସସ୍ ଆଉ ଏ ଗିଫ୍ଟ ଅଫ ମୋନୋସ୍ଥେସିସ୍ ହେଲା। ତାପରେ ତାଙ୍କର ମୃତ୍ୟୁ ହେଇଥିଲା 1833 ମସିହାରେ। ତାପରେ କଣ ହେଲା, ଏଇ ଯୋଉ ବ୍ରାହ୍ମ ସମାଜକୁ ଆଗକୁ ନବା ପାଇଁ ଆସିଲେ କିଏ ନା ଦ୍ୱାରକା ନାଥ ଟାଗୋର ଆଉ ପଣ୍ଡିତ ରାମଚନ୍ଦ୍ର ବିଦ୍ୟା ଭଗସ ହେଲା। ଦି ଜଣ ଦ୍ୱାରକା ନାଥ ଟାଗୋର
ଆଉ କଣ ବିଦ୍ୟାରାମ ରାମଚନ୍ଦ୍ର ବେଦସ ଏମାନେ କିଛି ସମୟ ପାଇଁ ଏଇ ଯୋଉ ସମାଜଟାକୁ ଆଗକୁ ନେଲେ ମାନେ ଆନ୍ଦୋଳନ ଫାନ୍ଦୋଳନ କେମିତି କଣ କରାଯିବ ପ୍ରାକ୍ଟିସ ଗୁଡାକ ଦେଖିଲେ। ତାପରେ କଣ ହେଲା ନା ଆମର ଯୋଉ ଦ୍ୱାରିକାନାଥ ଟାଗୋର ତାଙ୍କର ବଡ ପୁଅ ଥିଲେ କିଏ ଏଲିସନ ଥିଲେ ଦେବେନ୍ଦ୍ରନାଥ ଟାଗୋର। ଦେବେନ୍ଦ୍ରନାଥ ଟାଗୋର ଆପଣ ଜାଣିଥିବେ ସେ ହଉଛନ୍ତି କଣ ଦ୍ୱାରିକାନାଥ ଟାଗୋରଙ୍କର ବଡ ପୁଅ। ତାପରେ ବ୍ରହ୍ମ ସମାଜରେ ସେ ମିଶିଲେ ହେଲା 1841 ମସିହାରେ। ତା ପୂର୍ବରୁ ସେ କଣ କରିଥିଲେ ଏ ଯୋଉ ତତ୍ଵବୋଧାୟିନୀ ସଭା ଦେବେନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ସେ ଗୋଟେ କୋଲକାତାରେ 1839 ମସିହାରେ ତିଆରି କରିଥିଲେ। ତାଙ୍କ ବ୍ୟାକଗ୍ରାଉଣ୍ଡରେ ବି ସିଏ ଗୋଟେ ତିଆରି କରିଥିଲେ ସଭା ଯୋଉଟା କି କଣ ତତ୍ଵବୋଧାୟିନୀ ସଭା ହେଲା। ତତ୍ଵବୋଧାୟିନୀ ସଭା ଆପଣ ଶୁଣିଥିବେ ତତ୍ଵବୋଧାୟିନୀ ପତ୍ରିକା ହେଲା ଯୋଉଟା କି ବେଙ୍ଗଲରେ ଥିଲା ମନ୍ଥଲି ଗୋଟେ ମ୍ୟାଗାଜିନ୍ ଥିଲା ତିଆରି କରିଥିଲେ ସେ 1843 ମସିହାରେ ପବ୍ଲିଶ ହେଇଥିଲା ମନେ ରଖିଥିବେ। 1841 ମସିହାରେ ସେ ଜଏନ କରିଥିଲେ ଆମର କଣ ବ୍ରହ୍ମ ସମାଜ। ତାପରେ ସେ ତତ୍ଵବୋଧାୟିନୀ ପତ୍ରିକା ଗୋଟେ ମନ୍ଥଲି ତାଙ୍କର କଲିକତାରେ ଚାଲୁଥିଲା ହେଲା ସେଟା 1843 ମସିହାରେ ଲେଖିଥିଲେ। ବେଳେ ପଚାରେ ତତ୍ଵବୋଧାୟିନୀ ଆମର ପତ୍ରିକା କିଏ ନା ଦେବେନ୍ଦ୍ରନାଥ ଟାଗୋର ହେଲା ମିଶିଲେ। ତାପରେ କଣ ହେଲା ଏ ଯୋଉ କେଶବ ଚନ୍ଦ୍ର ସେନ ଭଳି ଥିଲେ ଜଣେ ଏମିତି ସୋସିଆଲ ରିଫର୍ମର ଥିଲେ ସିଏ 1857 ମସିହାରେ 1841 ମସିହାରେ ମିଶିଲେ କିଏ ଦେବେନ୍ଦ୍ରନାଥ ଟାଗୋର। ତାପରେ 1857 ମସିହାରେ ମିଶିଲେ କିଏ କେଶବ ଚନ୍ଦ୍ର ସେନ ହେଲା। ଆଉ ସେ ମିଶିଲା ପରେ ଗୋଟେ ସଙ୍ଗତ ସଭା ବୋଲି ଗୋଟେ ତିଆରି କରିଥିଲେ ହେଲା। ଇଏ ଆମର ଦେବେନ୍ଦ୍ର ଟାଗୋର ତିଆରି କରିଥିଲେ କଣ ନା ତତ୍ଵବୋଧାୟିନୀ ସଭା ହେଲା କଲିକତାରେ। ଇଏ କଣ କରିଥିଲେ ସଙ୍ଗତ ସଭା ହେଲା। ଆସ୍ତେ ଆସ୍ତେ କଣ ହେଲା ଦି ଜଣ ଯୋଉ ଅଲଗା ଅଲଗା ଭାବରେ ସଭା ତିଆରି କଲେ ଦି ଜଣଙ୍କ ଭିତରେ ମତାନ୍ତର ହେଲା। ଯାହା ଦ୍ୱାରା କି କଣ ହେଲା ନା ବ୍ରହ୍ମ ସମାଜଟା 1865 ମସିହାରେ ଦି ଭାଗ ହେଇଗଲା। ଦି ଭାଗରେ ଗୋଟେ ହେଇଗଲା କଣ ଆଦି ବ୍ରହ୍ମ ସମାଜ ହେଲା ମନେ ରଖିଥିବ ଆଦି ବ୍ରହ୍ମ ସମାଜ ତାର ଫାଉଣ୍ଡର କିଏ ଥିଲେ ଦେବେନ୍ଦ୍ରନାଥ ଟାଗୋର ଯିଏ କି 1841 ମସିହାରେ ମିଶିଥିଲେ ଆଦି ବ୍ରହ୍ମ ସମାଜ। ଆଉ ଗୋଟେ କଣ ହେଲା ବ୍ରହ୍ମ ସମାଜ ଅଫ ଇଣ୍ଡିଆ ହେଲା। ଗୋଟେ ହଉଛି ବ୍ରହ୍ମ ସମାଜ ଅଫ ଇଣ୍ଡିଆ ଆଉ ଗୋଟେ ଆଦି ବ୍ରହ୍ମ ସମାଜ। ଆଦି ବ୍ରହ୍ମ ସମାଜରେ ହଉଛନ୍ତି ଦେବେନ୍ଦ୍ରନାଥ ଟାଗୋର ଆଉ ବ୍ରହ୍ମ ସମାଜର କିଏ ସେକେଣ୍ଡ ଯୋଉ 1857 ମସିହାରେ ମିଶିଲେ କିଏ କେଶବ ଚନ୍ଦ୍ର ସେନ ହେଲା। ମନେ ରହିବ ଦି ଜଣଙ୍କ ଭିତରେ ଡିଭାଇଡ ହେଇଗଲା। ତାପରେ କଣ ହେଲା ଆସ୍ତେ ଆସ୍ତେ ଏମିତି ଚାଲିଲା। ଚାଲିଲା ପରେ ଦି ଜଣ ଏମିତି କଣ ଆନ୍ଦୋଳନ ସବୁ କଲେ ରିଫର୍ମ ସବୁ ଆଣିଲେ। ତାପରେ ଦି ଜଣଙ୍କ ଅଲଗା ଆଡକୁ ମାନେ ଡେଥ ହେଇଗଲା ବା ଅଲଗା ଆଡକୁ ପଳେଇଲେ। ତାପରେ କଣ ହେଲା 1878 ମସିହାରେ ସାଧାରଣ ବ୍ରହ୍ମ ସମାଜ ଭାବରେ ଗୋଟେ ତିଆରି ହେଲା ଯାହା ଯେଟା କି କଣ ଯୋଉ ବ୍ରହ୍ମ ସମାଜ ଅଫ ଇଣ୍ଡିଆ ଥିଲା ଏଇଟାରୁ ତିଆରି ହେଲା କଣ ମାନେ ଆମର ଯୋଉ ଥିଲେ ଦେବେନ୍ଦ୍ରନାଥ ଟାଗୋର ସିଏ ଅଲଗା ୱେରେ ପଳେଇ ଗଲେ। ଇଏ ଯୋଉ ଥିଲା ଆମର ବ୍ରହ୍ମ ସମାଜ ଅଫ ଇଣ୍ଡିଆ ସେଟା ଚେଞ୍ଜ ହେଇଗଲା କଣ ସାଧାରଣ ବ୍ରହ୍ମ ସମାଜ। ବେଳେ ପଚାରେ ସାଧାରଣ ବ୍ରହ୍ମ ସମାଜର ପୂର୍ବରୁ ନାଁ କଣ ଥିଲା ଆନ୍ସର କଣ ହବ ନା ବ୍ରହ୍ମ ସମାଜ ଅଫ ଇଣ୍ଡିଆ ଯିଏ କି କେଶବ ଚନ୍ଦ୍ର ସେନ ତିଆରି କରିଥିଲେ। 1878 ମସିହାରେ ଏଟା ଚେଞ୍ଜ ହେଇଗଲା ସାଧାରଣ ବ୍ରହ୍ମ ସମାଜ ହେଇଗଲା। ତାର ପ୍ରେସିଡେଣ୍ଟ କିଏ ରହିଲେ ନା ଆନନ୍ଦ ମୋହନ ବୋଷ ହେଲା। ବେଳେ ପଚାରି ଦିଏ ସାଧାରଣ ବ୍ରହ୍ମ ସମାଜର ପ୍ରେସିଡେଣ୍ଟ କିଏ ନା ଆନନ୍ଦ ମୋହନ ବୋଷ। ଏତିକି ଥିଲା ଆମର ବ୍ରହ୍ମ ସମାଜର। ତାପରେ ଆସିବ କଣ ପ୍ରାର୍ଥନା ସମାଜ ହେଲା। ପ୍ରାର୍ଥନା ସମାଜର ଫାଉଣ୍ଡର କିଏ ନା ଆତ୍ମାରାମ କଣ ପାଣ୍ଡୁରଙ୍ଗା ହେଲା। ଆତ୍ମାରାମ ପାଣ୍ଡୁରଙ୍ଗା ପାଣ୍ଡୁରାମ ନୁହେଁ ହେଲା ବେଳେ ସେ ଆନ୍ସର ମାନେ ଅପସନରେ ଦେଇଥିବ ପାଣ୍ଡୁରାମ ପାଣ୍ଡୁରାମ ନୁହେଁ ଆତ୍ମାରାମ ପାଣ୍ଡୁରଙ୍ଗା ହେଲା। 1867 ମସିହାରେ ସେ ଆମର ସମାଜ ଟା ତିଆରି କରିଥିଲେ ରିଫର୍ମସ ଆଣିଥିଲେ। ସିଏ ବିଲିଭ କରୁଥିଲେ କଣ ନା କେବଳ ଗୋଟେ ହିଁ ଭଗବାନ ଅଛନ୍ତି ଦୁନିଆରେ। ଆପଣ ଯୋଉ ରିଲିଜିଅନ ହୁଅନ୍ତୁ ଯେପରି ଭଗବାନଙ୍କୁ ବିଶ୍ୱାସ କରନ୍ତୁ କେବଳ ଜଣେ ହିଁ ଭଗବାନ ଅଛନ୍ତି ହେଲା। ସିଏ ସମସ୍ତଙ୍କୁ ତିଆରି କରିଛନ୍ତି ହେଲା। ସେଇଟା ଆମର କଣ କରୁଥିଲେ ବିଶ୍ୱାସ କରୁଥିଲେ। ତାପରେ କଣ ହେଲା ଜଷ୍ଟିସ ଯୋଉ ମହାଦେବ ଗୋବିନ୍ଦ ରାନାଡେ ସିଏ ହଉଛନ୍ତି କଣ କୋ ଫାଉଣ୍ଡର ଥିଲେ ଏଇ ଯୋଉ ଆମ କଣ ପ୍ରାର୍ଥନା ସମାଜର ଫାଉଣ୍ଡର ଥିଲେ କିଏ ଆମର ଆତ୍ମାରାମ ପାଣ୍ଡୁରଙ୍ଗା ହେଲା। 1867 ମସିହାରେ ତିଆରି କରିଥିଲେ କିନ୍ତୁ କୋ ଫାଉଣ୍ଡର ଥିଲେ କିଏ ଜଷ୍ଟିସ ମହାଦେବ ଗୋବିନ୍ଦ ରାନାଡେ। ଇଏ ବହୁତ ଇମ୍ପୋର୍ଟାଣ୍ଟ ଲୋକ କାରଣ ଆପଣ ପଲିଟିକାଲ ଗୁରୁ ଜାଣିଥିବେ ମାନେ ରାଜନୈତିକ ଗୁରୁ ବୋଲି ମାନନ୍ତି। ଏ ଓ ହ୍ୟୁମ ମାନେ ଯେଉଁ ଆଇଏନସି ଗଠନ ହେଇଥିଲା ତାର ଯୋଉ ପ୍ରେସିଡେଣ୍ଟ ଥିଲେ ଏ ଓ ହ୍ୟୁମ ଆଲାନ ଅକ୍ଟୋଭନ ହ୍ୟୁମ ତାଙ୍କର ପଲିଟିକାଲ ଗୁରୁ ଥିଲେ କିଏ ଏଇ ଯୋଉ ଜଷ୍ଟିସ ମହାଦେବ ଗୋବିନ୍ଦ ରାନାଡେ। ତେଣୁ ବେଳେ କ୍ୱେଶ୍ଚନ ପଚାରେ ଯେ ଏ ଓ ହ୍ୟୁମଙ୍କର ଆମର କଣ ପଲିଟିକାଲ ଗୁରୁ କିଏ ଥିଲେ ଜଷ୍ଟିସ ମହାଦେବ ଗୋବିନ୍ଦ ରାନାଡେ। ଜଷ୍ଟିସ ମାନେ କଣ ବିଚାରପତି ଜଣେ ଥିଲେ। ତେଣୁ ମନେ ରଖିଥିବେ ଗୋବିନ୍ଦ ରାନାଡେ କିଏ ଥିଲେ ଆମର ଏ ଓ ହ୍ୟୁମ ର ପଲିଟିକାଲ ଗୁରୁ। ଆଉ ଏଇ ଯୋଉ ଆମର କଣ ରହିଲେ ଏଇ ଯୋଉ ଆମର ଗୋବିନ୍ଦ ରାନାଡେ ତାଙ୍କୁ କଣ କୁହାଯାଏ ନା ଫାଦର ଅଫ ୱେଷ୍ଟର୍ଣ୍ଣ ରେନେସାନ୍ସ ହେଲା। ଯେଟା କି ଆମର ଟିକେ ଆଗରୁ ପଢିକି ଆସିଥିଲେ ଯେ ବ୍ରାହ୍ମ ସମାଜର ଫାଦର ଅଫ ଦା ଇଣ୍ଡିଆନ ରେନିସାନ୍ସ କାହାକୁ କହୁଥିଲା ନା ଆମର ରାମମୋହନ ରାୟ। କିନ୍ତୁ ୟାଙ୍କୁ ୱେଷ୍ଟର୍ଣ୍ଣ ରେନିସାନ୍ସ ବୋଲି କୁହାଯାଉଥିଲା ହେଲା। ମାନେ ଇଏ କଣ ଆଧ୍ୟାତ୍ମିକ ଯୋଉ ୱେଷ୍ଟର୍ଣ୍ଣ କଲଚର ଗୁଡାକ ପାଠ ପଢା ହଉ ଏଜୁକେସନ ଅଲଗା ରହଣି ଖାଣି ଏଗୁଡା ସବୁ ବିଷୟରେ ସିଏ ଅଧିକା ରିଫର୍ମସ ଆଣୁଥିଲେ। ତେଣୁ ସେଥିପାଇଁ ଗୋବିନ୍ଦ ରାନାଡେଙ୍କୁ ଏଇଟା କୁହାଯାଉଥିଲା। ନେକ୍ସଟ ଆସିଲେ କଣ ଡିସଏପ୍ରୋଭାଲ ଟୁ କାଷ୍ଟ ସିଷ୍ଟମ। ସେ କାଷ୍ଟ ସିଷ୍ଟମ କୁ ପୁରା ମାନେ ବିରୋଧ କରୁଥିଲେ। ରାଇଜିଂ ଦ ଏଜ ଅଫ ମ୍ୟାରେଜ ସିଏ କଣ କରୁଥିଲେ ନା ଆମର
जो चाइल्ड मैरेज अधिका होउतला तेणु सेतपे से कोन कहउतले जे हमर जो मैरेज एज टा सेटा अधिका माने बढ़िया कथा आ कोन ओमेन एजुकेशन को सपोर्ट करले जे झियो माने पाठ पढ़िया दरकार तेणु ए सब थिला तांकर डिफरेंस गुडाक तापर तांको समय कोन होइतला फास्ट ओमेन यूनिवर्सिटी ओटे हेतला श्रीमती नाथीबाई रामदर जेटा कि थिला तयार हेतला फास्ट मन रखे बळे बळे पचारे जे काहा को द्वारा हेतला डीके कार्भे हला बॉम्बे रो हेतला 1916 मसिया रे 1916 मसिया रे प्रथम ओमेन यूनिवर्सिटी ए टाइम रे हेतला माने जो प्रार्थना समाज टाइम रे रिफॉर्म आसला से टाइम रे तयारी हेतला होची कोन श्रीमती नाथबाई दामोदर कॉलेज रे तयारी हेतला यूनिवर्सिटी रे तयारी हेतला का द्वारा डीके कार्बे को द्वारा 1916 बॉम्बे रे हला एतिक मन रखथिबे तापर नेक्स्ट आसीबे कोन आर्य समाज हला आर्य समाज रो फाउंडर किए ना स्वामी दयानंद हला एरो केउडी तयारी हेतला ना बॉम्बे एटा मन रखते कलिकता किछि आसतो बॉम्बे आसतो आगु आसीबे पुणे एमति सब जागा गुडा को मन रखते कोन कोन सब तयारी हेतला आर्य समाज रो होचंदी कि स्वामी दयानंद बॉम्बे रे 1875 मसिया रे आपन को टाइम लाइन अनुसार पढे पढे जेमति कि प्रार्थना समाज 1867 रो हेतला एटा हमर कोन हला आर्य समाज टा 1875 रो हेला ए जो स्वामी दयानंदଙ୍କର ତାଙ୍କ ପୂର୍ବରୁ ନାଁ କଣ ଥିଲା ମୂଳ ଶଙ୍କର ବେଳେ ବେଳେ ପଚାରେ ଯେ ମୂଳ ଶଙ୍କରକୁ ଆମେ ଆଉ କଣ ନାମରେ ଜାଣିଛୁ ବା ତାଙ୍କର ଅନ୍ୟ ନାମ କଣ ସ୍ୱାମୀ ଦୟାନନ୍ଦ ବେଳେ ବେଳେ ପଚାରନ୍ତି ଆର୍ୟ ସମାଜର ଫାଉଣ୍ଡର କିଏ ଆମର ଅପସନରେ ମୂଳ ଶଙ୍କର ଗୋଟେ ଅପସନଟେ ଥିବ ତେଣୁ ଜାଣିବେ ଆମର ସ୍ୱାମୀ ଦୟାନନ୍ଦଙ୍କର ଅନ୍ୟ ନାମ ମାନେ ପୂର୍ବରୁ ନାଁ କଣ ଥିଲା ମୂଳ ଶଙ୍କର ଥିଲା ୟାଙ୍କର କଥା କଣ ଥିଲା ନା ସିଏ କଣ କହୁଥିଲେ ଗो ଟୁ ଦା ବେଦସ୍ ମାନେ ବେଦରୁ ସିଏ କଣ କହୁଥିଲେ ଯେ ଆମେ ବେଦ ଯଦି ପଢିବା ଆମେ ସୋସାଇଟି ରିଫର୍ମସ ଆଣିପାରିବା ଏଜୁକେଟେଡ ହେଇପାରିବା ହେଲା କହୁଥିଲେ ଆଉ ଇଣ୍ଡିଆ ଫର ଦ ଇଣ୍ଡିଆନ୍ସ ଏଇ କଥା ହିଁ କହୁଥିଲେ କିଏ ଆମର ସ୍ୱାମୀ ଦୟାନନ୍ଦ ହେଲା ବା ମୂଳ ଶଙ୍କର କହୁଥିଲେ ଗो ଟୁ ବେଦସ୍ ବେଦକୁ ସେ କହୁଥିଲେ ଯେ ବେଦ ହିଁ ଶିଖିଲେ ଆମେ ଏଜୁକେଟେଡ ହେଇପାରିବା ଆଉ ସତ୍ୟରଥ ପ୍ରକାଶ ଯେ କି ଆମର ବହି ଲେଖିଥିଲେ ହେଲା ସତ୍ୟରଥ ପ୍ରକାଶ ମୋର ଏଟା ଇମ୍ପୋର୍ଟାଣ୍ଟ ଅଛି ପରୀକ୍ଷାରେ ପଚାରେ ହିନ୍ଦୀ ଭାଷାରେ ଲେଖା ହେଇଥିଲା ଆଉ ବେଦ ବ୍ୟାସ ଯେହେତୁ ବେଦ ଗୋ ବେଦ ମାନେ ବେଦକୁ ଯିବା ପାଇଁ କହୁଥିଲେ ତେଣୁ ବେଦ ଉପରେ ସିଏ ବହୁତ ବହି ଲେଖିଥିଲେ ବହି ଗୁଡାକ ବେଦ ଉପରେ ଥିବ ବେଦ ବ୍ୟାସ ଭୂମିକା ଯେଟା କି ହିନ୍ଦୀ ସଂସ୍କୃତ ଦୁଇଟାରେ ଲେଖା ଯାଇଛି ଆଉ ବେଦ ବ୍ୟାସ ହେଲା ବେଦ ବ୍ୟାସଟା ସଂସ୍କୃତରେ ଲେଖା ହେଇଛି ବେଦ ବ୍ୟାସ ଭୂମିକା ଯେଟା କି ହିନ୍ଦୀ ସଂସ୍କୃତରେ ଉଭୟ ଲେଖାଯାଇଛି କିନ୍ତୁ ବେଦ ବ୍ୟାସଟା ସଂସ୍କୃତରେ ଲେଖା ହେଇଛି ବେଦ ଉପରେ ଅଧିକା ଲେଖିଛନ୍ତି ଆଉ ତାପରେ ଗୋଟେ କଣ କରିଥିଲେ ସୁଧି ମୁଭମେଣ୍ଟ ଆରମ୍ଭ କରିଥିଲେ ହେଲା ସୁଧି ମୁଭମେଣ୍ଟ କଣ ନା ଯୋଉମାନେ ନନ୍ ହିନ୍ଦୁ ଥିଲେ ସେମାନେ ହିନ୍ଦୁଜିମକୁ ଭଲ ପାଉଥିଲେ ତେଣୁ ସେମାନଙ୍କୁ ଚେଞ୍ଜ କରିବା ପାଇଁ ସେ ଗୋଟେ ମୁଭମେଣ୍ଟ ତିଆରି କରିଥିଲେ କଣ ସୁଧି ମୁଭମେଣ୍ଟ ଯାହା ଦ୍ୱାରା କି ବେଳେ ପଚାରେ ସୁଧି ମୁଭମେଣ୍ଟ ର କଣ ଅବଜେକ୍ଟିଭ ଥିଲା କଣ ନନ୍ ହିନ୍ଦୁ ମାନଙ୍କୁ ହିନ୍ଦୁରେ ଚେଞ୍ଜ କରିବା ପାଇଁ ଏଇ ମୁଭମେଣ୍ଟ ଆରମ୍ଭ କରିଥିଲେ କିଏ ଦୟାନନ୍ଦ ଆମର ଆତ୍ମା ସରି ଆମର କଣ ଦୟାନନ୍ଦ ସ୍ୱାମୀ ଦୟାନନ୍ଦ ହେଲା ଆଉ କଣ କରିଥିଲେ ଫାଷ୍ଟ ଗିଭ୍ ଦା କଲ ଅଫ ସ୍ୱରାଜ୍ୟ ଯୋଉ ଆଇଏନସି ରେ ସ୍ୱରାଜ୍ୟ କୁହାଯାଉଥିଲା ଯେ ସେମାନେ ଡିକ୍ଲେୟାର କରିଥିଲେ ପ୍ରଥମେ ସେଇ ସ୍ୱରାଜ୍ୟ ୱାର୍ଡ ଟା ଦେଇଥିଲେ କିଏ ସେ ହଉଛି କଣ ସ୍ୱାମୀ ଦୟାନନ୍ଦ ହେଲା 1876 ମସିହାରେ ତାପରେ ଆମର ଲୋକମାନ ତିଲକ ଟା ସେଇ ୱାର୍ଡ ଟାକୁ ଫେମସ କରିଥିଲେ ମନେ ରଖିଥିବେ ପ୍ରଥମେ ଦେଇଥିଲେ କି ସ୍ୱରାଜ୍ୟ ୱାର୍ଡ ଟା ଆମର କିଏ ନା ସ୍ୱାମୀ ଦୟାନନ୍ଦ 1876 ମସିହାରେ ତାକୁ କଣ ବୋଲି କୁହାଯାଉଥିଲା ଏଇ ଯୋଉ ସ୍ୱାମୀ ଦୟାନନ୍ଦକୁ ନା ମାର୍ଟିନ ଲେଦର ଅଫ ଇଣ୍ଡିଆ ହେଲା ତେଣୁ କଣ କୁହାଯାଏ ବେଳେବେଳେ ପଚାରେ ହେଲା ଏଇ ତିନି ଚାରିଟା ଆପଣ ଫାଷ୍ଟ କହିଗଲେନି ହେଲା ତେଣୁ ୟାଙ୍କୁ କଣ କୁହାଯାଏ ମାର୍ଟିନ ଲେଦର ଅଫ ଇଣ୍ଡିଆ ବୋଲି କୁହାଯାଉଥିଲା ସରିଲା ତାପରେ ଆସିବ କଣ ରାମକୃଷ୍ଣ ମିଶନ ଆପଣ ଜାଣିପାରୁଥିବେ ନାରୁ କିଏ ନା ବିବେକାନନ୍ଦ ତାଙ୍କର ପୂର୍ବରୁ ନାଁ କଣ ଥିଲା ନରେନ୍ଦ୍ରନାଥ ଦତ୍ତ ତାଙ୍କ ନାଁଟା ଥିଲା 1897 ମସିହାରେ ସେଇ ରାମକୃଷ୍ଣ ମିଶନ ଟା ତିଆରି କରିଥିଲେ ହେଲା ତାଙ୍କର ଗୁରୁ କିଏ ଥିଲେ ଏଇ ଯୋଉ ରାମକୃଷ୍ଣ ପରମହଂସ ଦେବ ତାଙ୍କ ଡେଥ ପରେ ସେଇଟା ତିଆରି କରିଥିଲେ ରାମକୃଷ୍ଣ ମିଶନ ଟା ହେଲା ଆଉ ସେ ଯାଇଥିଲେ ଯୋଉ ଚିକାଗୋ ପରେ ସେ ଫେମସ ହେଲେ ଚିକାଗୋରେ ଯୋଉ ସବୁ ଭାଷଣ ଟା ଦେଇଥିଲେ ଯୋଉ ସିଷ୍ଟର ଆଣ୍ଡ ବ୍ରଦର୍ସ ଅଫ ଆମେରିକା ସେଟା 1893 ମସିହାରେ ଯାଇଥିଲେ ଚିକାଗୋକୁ କଣ ପାଇଁ ନା ପାର୍ଲାମେଣ୍ଟ ଅଫ ଦ ୱାର୍ଲଡ ରିଲିଜିୟସ ହେଲା ଏଇଟା ମନେ ରଖିଥିବେ ଏଇଟା ପଚାରେ ବାରମ୍ବାର ଯେ କୋଉଠିକି ଯାଇଥିଲେ କୋଉ ମାନେ କଣ ପାଇଁ ନା ସେ ରିପ୍ରେଜେଣ୍ଟ କରିବା ପାଇଁ ଯାଇଥିଲେ ହିନ୍ଦୁଇଜିମକୁ ପାର୍ଲାମେଣ୍ଟ ଅଫ ଦ ୱାର୍ଲଡ ରିଲିଜିୟନ୍ସ ହେଲା ଯେ ଚିକାଗୋରେ ହେଇଥିଲା 1893 ମସିହାରେ ହେଲା ତାପରେ ସେ ଫେମସ ହେଲା ଆସ୍ତେ ଆସ୍ତେ ତାଙ୍କ ଭାଷଣ ପାଇଁ ଯୋଉ କହିଥିଲେ ସିଷ୍ଟର ଆଣ୍ଡ ବ୍ରଦର୍ସ ଆମେରିକା ତାଙ୍କ କଥାବାର୍ତ୍ତା ବା ତାଙ୍କର ଯୋଉ ପଏଣ୍ଟ ଅଫ ଭ୍ୟୁ ଅନୁସାରେ ଇଏ ହେଇକି ଆଇରିଶ ରୋମାନ ହେଲା ଆଇରିଶ ରୋମାନ ଯିଏକି ହଉଛନ୍ତି କଣ ସିଷ୍ଟର ନିବେଦିତା ପରେ ତାଙ୍କ ନାଁ ଚେଞ୍ଜ ହେଲା ତାଙ୍କ ନାଁ ପୂର୍ବରୁ କଣ ଥିଲା ନା ମାର୍ଗ୍ରେଟ ଏଲିଜାବେଥ ନୋବେଲ ହେଲା ଏଟା ବାରମ୍ବାର ପଚାରେ ଯୋଉ ସିଷ୍ଟର ନିବେଦିତା ତାଙ୍କ ଅରିଜିନାଲ ନାଁ କଣ ଥିଲା ମାର୍ଗ୍ରେଟ ଏଲିଜାବେଥ ନୋବେଲ ହେଲା ଆଇରିଶ ରୋମାନ ହେଲା ମନେ ରଖିଥିବେ ଆଇରିଶ ର ସିଏ ଓମେନ ଥିଲେ ମାନେ
ଅଧିବାସୀ ଥିଲେ। ତାପରେ ଗୋଟେ ବହି ଲେଖିଥିଲେ କଣ ନା ରଜ ୟୋଗା ହେଲା। ରଜ ୟୋଗା ଯାହାକି ମାନେ ୟୋଗା କରିବା ଦ୍ଵାରା କେମିତି ଆପଣଙ୍କର ଦେହ ସୁସ୍ଥ ମଣିଷ ଯେମିତି ହେଇପାରିବ ୟୋଗାର ଆପଣଙ୍କର କଣ ଉପକାରିତା ବିଷୟରେ ଲେଖିବା ପାଇଁ ଗୋଟେ ବହି ଲେଖିଥିଲେ ରଜ ୟୋଗା ହେଲା। ତାଙ୍କର ଡେଥ୍ ହେଇଯାଇଥିଲା ବେଲୁରା ମଠ ପାଖରେ କି ଯୋଉଟା କି ୱେଷ୍ଟ ବେଙ୍ଗଲ ଅଛି 1992 ମସିହାରେ। ବାର ବାର ପଚାରି ବେଳେ ବେଳେ ଯେ ତାଙ୍କର ଡେଥ୍ କୋଉଠି ହେଇଯାଇଥିଲା ନା ବେଲୁରା ମଠ ୱେଷ୍ଟ ବେଙ୍ଗଲ ଯେଉଁ ଅଛି। ଆଉ କ୍ୱେଶ୍ଚନ ପଚାରେ ଯେ ତାଙ୍କୁ ବିବେକାନନ୍ଦ ଏଇ ଯୋଉ ନାଁ ଟା କିଏ ଦେଇଥିଲା ନା ଅଜିତ ସିଂ ଯିଏକି କ୍ଷେତ୍ରୀର ଥିଲେ। ଅଜିତ ସିଂ ମାନେ ନାଁଟା ଅଜିତ ସିଂ କ୍ଷେତ୍ରୀର। ସେ ତାଙ୍କୁ ଯୋଉ ଚିକାଗୋ ଯାଇଥିଲେ ତା ପୂର୍ବରୁ ତାଙ୍କ ନାଁ ଟା ବିବେକାନନ୍ଦ କିଏ ଦେଇଥିଲେ ଅଜିତ ସିଂ ଯେ କ୍ଷେତ୍ରୀର ଥିଲେ ହେଲା। ତାପରେ ହଉଛି କଣ ତାଙ୍କର ଯୋଉ ପ୍ରବୋଧନ ଭାରତ ଯୋଉଟା କି ଇଂଲିଶ ରେ ଥିଲା ଆମର କଣ ବହିଟା ସେ ଲେଖିଥିଲେ ଯୋଉ ସ୍ୱାମୀ ବିବେକାନନ୍ଦ। ଆଉ କଣ ଉଦ୍ବୋଧନ ଯୋଉ ବଙ୍ଗାଳୀ ଭାଷାରେ ଥିଲା ସେଟା ବି ଲେଖିଥିଲେ ସ୍ୱାମୀ ବିବେକାନନ୍ଦ ହେଲା। ମନେ ରଖିଥିବେ ଉଦ୍ବୋଧନୀ ବେଳେ ପଚାରେ ଉଦ୍ବୋଧନ ବଙ୍ଗାଳୀ ଯୋଉ ବହିଟା ଲେଖିଥିଲେ କିଏ ନା ହଉଛନ୍ତି ସ୍ୱାମୀ ବିବେକାନନ୍ଦ। ଆଉ ପ୍ରବୋଧାଇନୀ ଭାରତ ବୋଲି ଲେଖିଥିଲେ କିଏ ଏଇ ଯୋଉ ଇଂଲିଶ ର ଆମର ସ୍ୱାମୀ ବିବେକାନନ୍ଦ ହେଲା। ଏଇଟା ସବୁ ଦିଟା ନ୍ୟୁଜ ପେପର ହେଲା। ସରି ନ୍ୟୁଜ ପେପରଟା ଲେଖିଥିଲେ କିଏ ସ୍ୱାମୀ ବିବେକାନନ୍ଦ। ତାପରେ ଆସିବ ନେକ୍ସଟ କଣ ସର୍ଭେଣ୍ଟ ଅଫ ଇଣ୍ଡିଆନ ସୋସାଇଟି ହେଲା। ସର୍ଭେଣ୍ଟ ଅଫ ଇଣ୍ଡିଆନ ସୋସାଇଟିର ଫାଉଣ୍ଡର କିଏ ହଉଛନ୍ତି ନା ଗୋପାଳ କୃଷ୍ଣ ଗୋଖଲେ ହେଲା। ଗୋପାଳ କୃଷ୍ଣ ଗୋଖଲେ ସର୍ଭେଣ୍ଟ ଅଫ ଇଣ୍ଡିଆନ ସୋସାଇଟି 1905 ମସିହାର ପୁନେ ଠାରେ ଷ୍ଟାର୍ଟ କରିଥିଲେ। ତାଙ୍କର କଣ ଥିଲା ଫିମାଇନ ରିଲିଫ ତାଙ୍କର ଯୋଉ ମୋଟିଭ କଣ ଥିଲା ଯେତେବେଳେ ସବୁ ଦୁର୍ଭିକ୍ଷ ପଡୁଥିଲା ସବୁ ସେ ଏଇ ଆମର ରିଫର୍ମସ ଦ୍ଵାରା ସେମାନଙ୍କୁ ସାହାଯ୍ୟ କରୁଥିଲେ। ଆଉ ଇମ୍ପ୍ରୁଭ ଦ କଣ୍ଡିସନ ଅଫ ଦ ଟ୍ରାଇବାଲ ଯୋଉମାନେ ଟ୍ରାଇବାଲ୍ସ ମାନଙ୍କ ମାନେ କଣ ସବୁ କଣ୍ଡିସନ ଖରାପ ହଉଥିଲା ରୋଗ ହଉ ଖାଇବା ପାଇଁ ପାଉନଥିଲେ ବା ଯୋଉ ପ୍ରକାର ପ୍ରୋବ୍ଲେମ ହଉଥିଲା ତାଙ୍କୁ କଣ କରୁଥିଲେ ଇମ୍ପ୍ରୁଭ କରୁଥିଲେ। ତାପରେ ନେକ୍ସଟ ଆସିଲେ କଣ ରିଫର୍ମସ ମୁଭମେଣ୍ଟ ଇନ ଡିପ୍ରେସଡ କ୍ଲାସ ହେଲା। ଡିପ୍ରେସଡ କ୍ଲାସ ପାଇଁ କଣ ସବୁ ରିଫର୍ମ ସବୁ ଆସିଥିଲା ଏଇଟା ଦେଖିବା। ଫାର୍ଷ୍ଟ ସେଇ ଆମର କଣ ଡିପ୍ରେସଡ କ୍ଲାସ ପାଇଁ ଆସିଥିଲା କଣ ସତ୍ୟ ସାଧକ ସମାଜ ଗୋଟେ ହେଲା। ବାରମ୍ବାର ପଚାରେ ସତ୍ୟ ସାଧକ ସମାଜର ଫାଉଣ୍ଡର କିଏ ନା ଜ୍ୟୋତିରାଓ ଫୁଲେ। ଜ୍ୟୋତିବା ନୁହେଁ ଜ୍ୟୋତିରାଓ ଫୁଲେ ହେଲା। ବେଳେ ବେଳେ ଦେଖିବା ଅପସନ ଦେଇଥିବ ଜ୍ୟୋତିବା ନା ଜ୍ୟୋତିରାଓ ଫୁଲେ 1873 ମସିହାରେ ହେଲା। ଜ୍ୟୋତିରାଓ ଫୁଲେ ଦେଇଥିଲେ। ସେ କଣ କରୁଥିଲେ ନା ଫାଇଟ୍ସ ବ୍ରାହ୍ମଣିକ ଡମିନାନ୍ସ ମାନେ ସେତେବେଳେ ସମାଜରେ କଣ ଥିଲା ନା ବ୍ରାହ୍ମଣ ମାନେ ଭାବୁଥିଲେ ଯୋଉ ଅଲଗା କାଷ୍ଟ ଲୋକମାନଙ୍କୁ ଯେ ମାନେ ବହୁତ ତାଙ୍କ ଘରକୁ ଗଲେ ମାନେ ଯିବା ପାଇଁ ଯାଉନଥିଲେ ମାନେ ସେମାନେ ବହୁତ ନିଚ ଦୃଷ୍ଟିରେ ଦେଖୁଥିଲେ। ତେଣୁ ଏଇ ଯୋଉ ଜ୍ୟୋତିରାଓ ଫୁଲେ ସେ କଣ କରୁଥିଲେ ସେ ବ୍ରାହ୍ମଣ ମାନଙ୍କର ଯୋଉ ଡମିନାନ୍ସକୁ କମେଇବା ପାଇଁ ଗୋଟେ ସମାଜ ସୃଷ୍ଟି କରିଥିଲେ ଯୋଉଥିରେ କି ବ୍ରାହ୍ମଣ ମାନଙ୍କର ଡୋମିନେନ୍ସକୁ କମେଇବା ପାଇଁ ଚେଷ୍ଟା କରିଥିଲେ। ଆଉ ଆଡଭୋକେଟରେ ଦ କଜ ଅଫ ଦ ଅନଟଚେବିଲିଟି ସିଏ ବହୁତ ମାନେ ଇଏ କରୁଥିଲେ ଚେଞ୍ଜ କରିବା ପାଇଁ ଚେଷ୍ଟା କରୁଥିଲେ। ବିଲିଭର ଅଫ ଜେଣ୍ଡର ଇକ୍ୱାଲିଟି ଆଉ ସିଏ ଯେ ପୁରୁଷ ମାନେ ଏଇ ପ୍ରଥମରୁ କଣ ଥିଲା ପୁରୁଷ ମାନଙ୍କର ଏଇଟା କରିବା ଦରକାର ନାରୀ ମାନେ ଘରେ ରହିବା ପାଠ ପଢା କିଛି ନାହିଁ। ତେଣୁ ସେଟାକୁ ସେ ଚେଞ୍ଜ କରିବା ପାଇଁ ଚେଷ୍ଟା କରୁଥିଲେ। ଜେଣ୍ଡର ଇକ୍ୱାଲିଟି ମାନେ ପୁରୁଷ ମାନେ ଯେମିତି କାମ କରିପାରିବେ ପାଠ ପଢି ପାରିବେ ଯୋଉ ପ୍ରଫେସନ ରହିପାରିବେ ସେମିତି ସ୍ତ୍ରୀ ମାନେ ବି ରହିପାରିବେ। ଆଉ ତାଙ୍କୁ ପାଇନିୟର ମାନେ ଆରମ୍ଭ କରିଥିଲେ କଣ ଓମେନ ଏଜୁକେସନ ହେଲା। ଓମେନ ଏଜୁକେସନ ଆରମ୍ଭ କରିବା ପାଇଁ ସେ କଣ କରିଥିଲେ ସେ କହିଲେ ମୁଁ ନିଜେ ଆଗେ ଆରମ୍ଭ କରିବି। ଯେମିତି କି ତାଙ୍କ ୱାଇଫ କିଏ ଥିଲେ ସାବିତ୍ରୀ ବାଇଙ୍କୁ ସେ କଣ କରିଥିଲେ ଇଣ୍ଡିଆ ଫାଷ୍ଟ ଫିମେଲ ଟିଚର ହେଲା। ଗୋଟେ ସ୍କୁଲ ଖୋଲିଥିଲେ ଯୋଉ ସ୍କୁଲ ଟି ହଉଛି କଣ ଇଣ୍ଡିଆ ଫାଷ୍ଟ ଗାର୍ଲ ସ୍କୁଲ ଯୋଉଟା କି କଣ ଭିଡେୱାଡା ଯୋଉଟା କି ପୁନେରେ ଅଛି। 1848 ମସିହାରେ ସ୍କୁଲ ଟା ଖୋଲିଲେ ଯୋଉଠି କି ତାଙ୍କ ସ୍ତ୍ରୀ ତାଙ୍କୁ କଣ କଲେ ଟିଚର କଲେ ଯୋଉଟା କି ଇଣ୍ଡିଆର ପ୍ରଥମ ଫିମେଲ ଟିଚର ସାବିତ୍ରୀ ବାଇ ହେଲା। ସାବିତ୍ରୀ ବାଇ ମନେ ରଖିଥିବେ ଇଣ୍ଡିଆର ଫାଷ୍ଟ କଣ ନା ଫିମେଲ ଟିଚର। ସ୍କୁଲ ଟା ଖୋଲିଥିଲେ ଇଣ୍ଡିଆ ଫାଷ୍ଟ ଗାର୍ଲ ସ୍କୁଲ ଯେଟା କି ଭିଡେୱାଡା ଯୋଉଟା ପୁନେରେ ଅଛି 1848 ମସିହାରେ। ତାଙ୍କୁ ବି ମହାତ୍ମାର ଆଖ୍ୟା ମିଳିଥିଲା ସେ ଯୋଉ ରିଫର୍ମ ସବୁ ଆଣିଥିଲେ ଡିପ୍ରେସ କ୍ଲାସ ପାଇଁ ଇକ୍ୱାଲିଟି ପାଇଁ ଓମେନ ଏଜୁକେସନ ପାଇଁ ତାଙ୍କୁ ମହାତ୍ମାର ଆଖ୍ୟା କିଏ ଦେଇଥିଲେ ଭିତରାଉ କ୍ରିଷ୍ଣାଜୀ ଭାଣ୍ଡେକର ହେଲା। ସିଏ ତାଙ୍କୁ ମହାତ୍ମାର ଆଖ୍ୟା ବି ଦେଇଥିଲେ ହେଲା। ଆଉ କଣ କରିଥିଲେ ୱିଡୋ ରିମାରେଜ ପ୍ରଥମେ ସେ କଣ କରିଥିଲେ ଆରମ୍ଭ କରିଥିଲେ କୋଉଠି ମହାରାଷ୍ଟ୍ରରେ ହେଲା। ମହାରାଷ୍ଟ୍ର ଯଦି ପଚାରେ ମହାରାଷ୍ଟ୍ର ୱିଡୋ ରିମାରେଜ ଆରମ୍ଭ କରିଥିଲେ କିଏ ଜ୍ୟୋତିରାଓ ଫୁଲେ ହେଲା। ମନେ ରଖିବେ। ତାପରେ ଓପନ୍ଡ ଏ ହୋମ ଫର ୱିଡୋଜ ମାନେ ଯେମାନଙ୍କର ଧର ବିଧବା ମାନେ ଥିଲେ ସେମାନଙ୍କ ରହିବା ପାଇଁ ତାଙ୍କର କୌଣସି ସୁବିଧା ନଥିଲା ତାଙ୍କ ପାଇଁ ଗୋଟେ ଘର ତିଆରି କରିଥିଲେ 1854 ମସିହାରେ ହେଲା। ଏଇ ଜ୍ୟୋତିରାଓ ଫୁଲେ ମନେ ରଖିଥିବେ। ତାପରେ ହଉଛି କଣ ସେଲ୍ଫ ରେସପେକ୍ଟ ମୁଭମେଣ୍ଟ ହେଲା। ସେଲ୍ଫ ରେସପେକ୍ଟ ମୁଭମେଣ୍ଟ କାହା ଦ୍ୱାରା ତିଆରି ହେଇଥିଲା ନା ପେରିୟର ବା ଇଭି ରାମସ୍ୱାମୀ ହେଲା। ଇଭି ରାମସ୍ୱାମୀ ତିଆରି କରିଥିଲେ ତାମିଲନାଡୁର ଲୋକ ସିଏ। ସେଲ୍ଫ ରେସପେକ୍ଟ ମୁଭମେଣ୍ଟ ଆମର ଆରମ୍ଭ କରିଥିଲେ ଯୋଉଟା କି ପ୍ରମୋଟ କରିବା ପାଇଁ ଇଣ୍ଟର କାଷ୍ଟ ଆଉ ଇଣ୍ଟର ରିଲିଜିୟସ ମ୍ୟାରେଜ ପାଇଁ ହେଲା। ତାମିଲନାଡୁରେ ଇଣ୍ଟର କାଷ୍ଟ ଆଉ ଇଣ୍ଟର ରିଲିଜିୟସ ମ୍ୟାରେଜ ପାଇଁ ପେରିୟର ବା ଇଭି ରାମସ୍ୱାମୀ ମୁଭମେଣ୍ଟ ଆରମ୍ଭ କରିଥିଲେ। ଆଉ ଲିଗାଲାଇଜେସନ ଅଫ ମ୍ୟାରେଜ ୱିଦାଉଟ ବ୍ରାହ୍ମଣ ପ୍ରେସ ସେତେବେଳେ ସେମିତି ଆପଣ କହୁଥିଲେ ବ୍ରାହ୍ମଣ ମାନେ ଡିସକ୍ରିମିନେଟ କରୁଥିଲେ ଯେ ଆମେ ଯିବୁନୁ ଏମିତି ଏମିତି କାମ କରୁଥିଲେ। ତେଣୁ ସେଥିପାଇଁ ବ୍ରାହ୍ମଣ ମାନେ ନଗଲେ ବି ମ୍ୟାରେଜ କୁ କଣ କରାହଉଥିଲା ନା ଲିଗାଲାଇଜ କରାହଉଥିଲା। ସେତେବେଳେ
କରିଥିବା ବ୍ରାହ୍ମଣମାନେ ଯୋଉ ମ୍ୟାରେଜ କରିବେ ନା ସେଟା ଲିଗାଲାଇଜ ହବନି। ତେଣୁ ସିଏ ସେଇଟାକୁ ମୁଭମେଣ୍ଟ ଆରମ୍ଭ କରିଥିଲେ ଯେ ବ୍ରାହ୍ମଣମାନେ ଯଦି ଆପଣ ପୂଜକ ଭାବରେ ଆସୁନାହାନ୍ତି ତାହେଲେ ବି ଆମର କଣ କରିବେ ଲିଗାଲାଇଜ କରାଯିବ। ତେଣୁ ପ୍ରଥମେ ତାମିଲନାଡୁ ପାସ୍ କରିଥିଲା ଗୋଟେ ଲ ଯୋଉଟା କି ହିନ୍ଦୁ ମ୍ୟାରେଜ ୱିଦାଉଟ୍ ବ୍ରାହ୍ମଣ ପ୍ରେସ ମାନେ ଯଦି ବ୍ରାହ୍ମଣ ମାନେ ଆସୁନାହାନ୍ତି ପୂଜକ ଭାବରେ ତାହେଲେ ବି ସେ ମ୍ୟାରେଜ ଟାକୁ ବି ମ୍ୟାରେଜ ବୋଲି ମନାଯିବ। ତେଣୁ ପ୍ରଥମେ କୋଉ ଷ୍ଟେଟ୍ ଟା ହେଇଥିଲା ସେତେବେଳେ ନା ତାମିଲନାଡୁ ପ୍ରଥମ ଷ୍ଟେଟ୍ ଥିଲା ଯିଏ କି ଏଇ କାମଟା ଲ ଟା ପାସ୍ କରିଥିଲା। ତାପରେ ଆସିବ କି ଡକ୍ଟର ଭୀମରାव ଆମ୍ବେଦକର ଏଫର୍ଟସ କଣ ଥିଲା ଏଇ ଯୋଉ ଡିପ୍ରେସ କ୍ଲାସ ପାଇଁ ସେ କଣ କରିଥିଲେ ଇଣ୍ଡିପେଣ୍ଡେଣ୍ଟ ଲେବର ପାର୍ଟି ଗୋଟେ ତିଆରି କରିଥିଲେ। ପରେ ସେଇ ନାଁଟା ଚେଞ୍ଜ ହେଇ କଣ ହେଇଗଲା ଅଲ ଇଣ୍ଡିଆ ସେଡ୍ୟୁଲ କାଷ୍ଟ ଫେଡରେସନ ହେଲା। ମନେ ରଖିଥିବେ ଏଇଟା ବାରମ୍ବାର ପଚାରେ ହେଲା ଅପସନ ଦେଇଥିବେ ଏଟା ମନେ ରଖିଥିବେ ଅଲ ଇଣ୍ଡିଆ ସେଡ୍ୟୁଲ କାଷ୍ଟ ଫେଡରେସନ ତାର ପୂର୍ବରୁ ନାଁ କଣ ଥିଲା ଇଣ୍ଡିପେଣ୍ଡେଣ୍ଟ ଲେବର ପାର୍ଟି ହେଲା। ଆଉ କଣ ଥିଲେ ସେ ସେମିତି ସବୁ କାମ କରିଥିଲେ ଗୋଟେ ଆମର ସତ୍ୟାଗ୍ରହ ଆରମ୍ଭ କରିଥିଲେ ହେଲା। ବି ଆର ଆମ୍ବେଦକର ସେତେ ଅଧିକା ସତ୍ୟାଗ୍ରହ କରିନାହାନ୍ତି ଗୋଟେ ସତ୍ୟାଗ୍ରହ କରିଥିଲେ କଣ ମହଜ ସତ୍ୟାଗ୍ରହ ଯେଟା କି ରାୟଗଡ ଡିଷ୍ଟ୍ରିକ୍ଟ ରେ କରିଥିଲେ ହେଲା ଏଇ ଯୋଉ ଡିପ୍ରେସ କ୍ଲାସ ର ଲୋକମାନଙ୍କ ପାଇଁ। ତାପରେ ସେ କଣ ହେଲା ତାଙ୍କର ଯୋଉ କାମ ପାଇଁକା ତାଙ୍କୁ ଚେୟାରମ୍ୟାନ ଅଫ ଡ୍ରାଫ୍ଟ କମିଟିର ଚେୟାରମ୍ୟାନ କରିଦିଆଯାଇଥିଲା ଯୋଉଟା କି ଆମର ଯୋଉ ପ୍ରିଆମ୍ବୁଲସ ବା ଆମର ଯୋଉ କନଷ୍ଟିଚ୍ୟୁସନ ଲେଖିବାରେ ତାଙ୍କୁ ଚେୟାରମ୍ୟାନ କରାଯାଇଥିଲା ଡ୍ରାଫଟିଂ କମିଟିର। ସେଠି ସିଏ ଡିପ୍ରେସ କ୍ଲାସକୁ ବି କଣ କରୁଥିଲେ ନା ତାଙ୍କ ପାଇଁ କାମ ବି କରିଥିଲେ। ତେଣୁ ଏତିକି ଥିଲା ଆମର କଣ ନା ସୋସିଆଲ ରିଫର୍ମସ ଆଉ ଯୋଉ ଡିପ୍ରେସ କ୍ଲାସ ପାଇଁ ହେଲା। ଆଶା କରୁଛି ଆପଣ ଭିଡିଓ ଟି ଭଲ ଲାଗିଥିବ। ଏଇ ଯଦି ଆପଣ ଟୋଟାଲ ଭିଡିଓ ଟି ଦେଖି ଦଉଛନ୍ତି ଆଉ ଯଦି ଚାହୁଁଛନ୍ତି ପିଡିଏଫ ଆକାରରେ ମୁଁ ଡେସକ୍ରିପସନ ଲିଙ୍କ ଦେଇଦେବି ଟେଲିଗ୍ରାମରେ ଜଏନ ହେଇଯାଆନ୍ତୁ ହେଲା। ମୁଁ ସେଠି ଡେଲି ପ୍ରୋଭାଇଡ କରୁଛି ପିଡିଏଫ ଗୁଡା ଆଉ ଏମସିକ୍ୟୁ ଗୁଡାକୁ ପଠଉଛି ତେଣୁ ଏଠି ପ୍ରାକ୍ଟିସ କରି କରିପାରିବେ। ଯଦି ଭିଡିଓ ଟା ଆପଣଙ୍କୁ ଭଲ ଲାଗିଲା ଭିଡିଓଟିକୁ ଲାଇକ୍ କରିଦେବେ ହେଲା। ଆଉ ଏମିତି ସବୁ ଭିଡିଓ ପାଇବା ପାଇଁ 10 ମିନିଟରେ କେମିତି କଣ ଟପିକ ଗୁଡାକ ସାରା ଯିବ ଯାହା ପାଇଁ ଆପଣ ସବସ୍କ୍ରାଇବ କରିଦେବେ ପାଖରେ ବେଲ ଆଇକନ ଟିକୁ ଅଲ ରେ ସେଟ କରିଦେବେ। ତେଣୁ ଆଜି ପାଇଁ ଏତିକି ରହୁଛି। ୟା ପରେ ଆଇଏନସି ର ଗଠନ ମୁଁ ଗୋଟେ ନୂଆ ଟପିକ ଟେ ଆଣିବି 10 ମିନିଟରେ ପୁରା ଆମର ଆଇଏନସି ର ଗଠନ କଣ ସବୁ କଣ ମେମ୍ବର ହେଇଥିଲା କେତେ ଜଣ କଣ ରହିଥିଲେ ସେଇଟା ସାରିବା। ତେଣୁ ଆପଣ ଅଲ ନୋଟିଫିକେସନ ଅଲ ସେଟ କରିଥିଲେ ଆଉ ବାକି ନୋଟିଫିକେସନ ଯିବ। ତେଣୁ ଆଜି ପାଇଁ ଏତିକି ରହୁଛି ନୂଆରେ ଏ ଯୋଉ ଆଇଏନସି ଗଠନ ଉପରେ ଦେଖାଯିବ।